राधे राधे फ्रेंड्स। आज खराବେଳେ ମୁଁ ଗୋଟେ ବାହାଘର ଫଙ୍କସନ୍ରେ ଯାଇଥିଲି। ଏମିତି ନା ନର୍ମାଲି ମୁଁ ମୋର କେଉଁ ବାହାଘର ଫଙ୍କସନ୍ରେ ଯାଇଛି ଆପଣମାନଙ୍କ ସାଙ୍ଗେ ସେୟାର କରିନଥାନ୍ତି, କିନ୍ତୁ ଏଠି ଥିଲା ଗୋଟେ ବୈଷ୍ଣବ ଫ୍ୟାମିଲିର ଝିଅର ବାହାଘର ଥିଲା। ବୈଷ୍ଣବ ଫ୍ୟାମିଲିରେ କେମିତି ବାହାଘର ହୁଏ ମୁଁ ତ ଆଜି ଫାର୍ଷ୍ଟ ଟାଇମ୍ ଦେଖିଲି। ଆପଣମାନେ ଯେଉଁମାନେ ଦେଖିଥିବେ ଏତେ ଆଶ୍ଚର୍ଯ୍ୟ ହେବେନି, ଯେଉଁମାନେ ନ ଜାଣିଥିବେ ସେମାନଙ୍କ ପାଇଁ ମୁଁ ଏଇଟା ସେୟାର କଲି। ଦେଖନ୍ତୁ, ମାନେ ବୁଧବାରରେ ପଡ଼ିଛି। ଆମେ ନର୍ମାଲି ଗୋଟେ ପୂଜା ଘରେ କଲେ, ଫଙ୍କସନ୍ କଲେ, ବୁଧବାର, ଶୁକ୍ରବାର, ରବିବାର ଲୋକ ନନଭେଜ୍ ଖାଇବେ ବୋଲି ଆସନ୍ତିନି। ପୂଜାରେ ସାଧା ହେଇଥିବ, କ'ଣ ଖାଇବୁ। କିନ୍ତୁ ଏଠି ଦେଖନ୍ତୁ ବୁଧବାରରେ କେତେ ଲୋକ ହେଇଛନ୍ତି। ତା ସହ ପୁରା ପିଓର ଭେଜ୍ରେ ଯେମିତି ନର୍ମାଲି ବାହାଘରରେ ହେବା କଥା ସବୁ ଆରେଞ୍ଜମେଣ୍ଟ ହେଇଛି। ୱିଦାଉଟ୍ ଓନିଅନ୍ ଗାର୍ଲିକ୍ ଆଉ ନନଭେଜ୍ରେ କେତେ ଲୋକ ଆସିଛନ୍ତି। କେତେ ସୁନ୍ଦର ପିଓର ଭେଜ୍ର ସବୁ ଆଇଟମ୍ ହେଇଛି। ନର୍ମାଲି ଆମେ ଗୋଟେ ବାହାଘର ଫଙ୍କସନ୍ରେ ଯାହା ଖାଇବା କଥା ସେଇ ଟାଇପ୍ର ହିଁ ହେଇଛି। ଏଥିରେ କିଛି ଗୋଟେ ଅଲଗା ବି ଲାଗିଲାନି, କାରଣ ମୁଁ ପିଆଜ ରସୁଣ ଖାଏ, କିନ୍ତୁ ମୋତେ କିଛି ବି ଲାଗିଲାନି ଭିନ୍ନ। ସବୁ ଆଇଟମ୍ ହେଇଛି। ଗୁପଚୁପ୍, ଚାଉମିନ୍, ଯାହା କରିବା କଥା ସବୁ ଭେଜ୍ରେ। ମକଟେଲ୍ ଦେଖନ୍ତୁ ସବୁ ସଜେଇଛନ୍ତି ଯେମିତି ବାହାଘରରେ ଗୋଟେ ସଜା ହେବା କଥା। କିନ୍ତୁ ଏତେ ଖୁସି ଲାଗିଲା ସେ ବାହାଘରରେ। ଦେଖନ୍ତୁ, ଇଏ ଝିଅର ଭାଇ। ଏମାନେ ପିଲାଦିନୁ ଏ ପିଲାଗୁଡ଼ିକୁ ମୁଁ ଦେଖିଛି, ଏମାନେ ଦୀକ୍ଷିତ, କାରଣ ତାଙ୍କ ବାବା ମାମା ଦୀକ୍ଷିତ, ଏମାନେ ବି ଦୀକ୍ଷିତ। ଦେଖନ୍ତୁ ଯେମିତି ଆମର ରୋଷଣୀ ବାଜିକି ବାହାଘର ହେବା କଥା ହେଉଛି, କିନ୍ତୁ ମାନେ ଆଦେହରେ ଭିନ୍ନ କ'ଣ, ମୁଁ ସାଉଣ୍ଡ ନ ବନ୍ଦ କରିକି ବି ଆପଣମାନଙ୍କ ସାଙ୍ଗେ ସେୟାର କରୁଛି। ଆପଣମାନେ ଶୁଣନ୍ତୁ। ଦେଖନ୍ତୁ, ଜ୍ୱାଇଁ ବି ଦୀକ୍ଷିତ, ଝିଅ ବି ଦୀକ୍ଷିତ। ସେ ଫ୍ୟାମିଲି ଆଉ ସେ ଆଟମସ୍ଫିୟରଟା ଏତେ ମାନେ ପିସଫୁଲ୍ ଲାଗିଲା। ମୋତେ ବହୁତ ଶାନ୍ତି ଲାଗିଲା ଦେଖିକିରି। ରାଧାରାଣୀଙ୍କୁ ସାମ୍ନାରେ ରଖିକି ସାକ୍ଷୀ କରିକି ସେମାନେ ବାହା ହେଉଛନ୍ତି, ଆଉ ସାଇଡ଼୍ରେ କୀର୍ତ୍ତନ, ନାମ ସଂକୀର୍ତ୍ତନ ବି ଚାଲିଛି। ଏତେ ବଢ଼ିଆ ଲାଗିଲା ମୋତେ। ମାନେ ଖରାବେଳଠୁ ଆସିଲିଣି, ଏବେ ଏଡ଼ିଟିଂ କରୁଛି, କିନ୍ତୁ ଆଖି ଆଗରୁ ସେ ଜିନିଷଟି ଯାଉନି। ମାନେ ସେ ବେଦୀ ପାଖର ଚାରିପଟଟା ଆପଣମାନେ ବି ଦେଖିଥିଲେ ବହୁତ ଶାନ୍ତି ଲାଗିଥାନ୍ତା। ସେଇଟା ଆପଣମାନଙ୍କ ସାଙ୍ଗେ ସେୟାର କରିବି ଭାବିକି ଆଜି ମୁଁ ଏଇଟା ସେୟାର କରୁଛି। ଆଉ ଆପଣମାନେ ଶେଷ ପର୍ଯ୍ୟନ୍ତ ବି ଦେଖନ୍ତୁ। ଇଏ ହେଲେ ଝିଅର ମାଆ। ତାଙ୍କୁ ପଚରା ଯାଉଛି ସେ କେତେ ଖୁସିରେ କହୁଛନ୍ତି, କାହିଁକିନା ମାନେ ଏତେ ମାନେ ସୁନ୍ଦର ପରିବେଶରେ ବାହାଘର ମୁଁ ଫାର୍ଷ୍ଟ ଟାଇମ୍ ଦେଖିଲି। ଯେଉଁମାନେ ଦେଖିଥିବେ ବି ରାଧେ ରାଧେ କମେଣ୍ଟ କରିବେ, ଯିଏ ନ ଦେଖିଥିବେ ବି ଦୟାକରି ଲାଷ୍ଟ ଯାଏଁ ଦେଖିବେ। ବିନା ସାଉଣ୍ଡରେ ଯେଉଁ ଭିଡ଼ିଓ ଗୁଡ଼ିକ ମୁଁ ଆପରେ ସେୟାର କରୁଛି, ଆପଣ କେବଳ ଦେଖିବେ। ବିଧି ମୁତାବକ ବାହାଘର, ତା ସହ ନାମ ସଂକୀର୍ତ୍ତନ। ଏତେ ବାହାଘର ଯାଇଥିଲି, କିନ୍ତୁ ଏ ବାହାଘର ପରି ମୋତେ କେଉଁ ବାହାଘର ଲାଗିନଥିଲା। ଆପଣମାନଙ୍କୁ ବି ଯଦି ଭଲ ଲାଗିଥିବ ଲାଇକ୍ କମେଣ୍ଟ କରିଦେବେ। ଅଧିକା ଭଲ ଲାଗିଥିଲେ ଫଲୋ କରିଦେବେ। ମାନେ ଏତେ ସୁନ୍ଦର ବାହାଘର ମୁଁ କହିବି ପାରୁନାହିଁ। ଏତେ ସୁନ୍ଦର ବାହାଘର। ମଦ ମାଂସ ମାନେ ଗଣ୍ଡଗୋଳ, ସ୍ଲାଙ୍ଗସ୍ ଲାଙ୍ଗୁଏଜ୍ କିଛି ନାହିଁ। ସଂକୀର୍ତ୍ତନ ଭିତରେ ଗୋଟେ ଝିଅର ବାହାଘର। ରାଧାରାଣୀର ଆଶୀର୍ବାଦ ନେଇକି ଝିଅଟି ତା'ର ଜୀବନ ଆରମ୍ଭ କରିବ। ରାଧାରାଣୀ ସମସ୍ତଙ୍କୁ ସେମିତି ହିଁ ସୁଖମୟ ଜୀବନ ଦେଉ। ରାଧେ ରାଧେ।